ଯେଉଁମାନେ ପୂର୍ବରୁ 10ମ ପାସ୍ କରିଥିଲେ କୌଣସି କାରଣବଶତଃ +2 ପାଇଁ ଆଡ଼ମିସନ୍ କରିପାରିନାହାନ୍ତି ସେମାନେ ଅପେକ୍ଷା କରିଛନ୍ତି, କିମ୍ବା ଯେଉଁମାନେ 2025 ମସିହା 10ମ ଶ୍ରେଣୀ ପାସ୍ କରିଛନ୍ତି ସେମାନେ ଅପେକ୍ଷାରେ ଥିଲେ ଯେ କେବେ ହେବ +2 ବା ଯୁକ୍ତ 2 ପାଇଁ ଆବେଦନ ପ୍ରକ୍ରିୟା। ସେମାନଙ୍କର ଅପେକ୍ଷାର ଅନ୍ତ ଘଟିଛି। ବର୍ତ୍ତମାନ ଆବେଦନର ତାରିଖ ଆସିସାରିଛି। ମାନେ ଆବେଦନ କେବେ ଆରମ୍ଭ ହେବ ଏବଂ କେବେ ତାର ଶେଷ ଡେଟ୍ ଏବଂ କେଉଁ ସବୁ ଡକୁମେଣ୍ଟ ହେଲେ ଆମେ ଆବେଦନ କରିପାରିବା ଏବଂ ୱେବସାଇଟ୍ଟି ତାର କ'ଣ ଯେଉଁ ୱେବସାଇଟ୍ରେ ଆମେ ଆବେଦନ କରିପାରିବା ଏବଂ ଫାର୍ଷ୍ଟ ସିଲେକ୍ସନ୍ କେବେ ହେବ ଏବଂ ଅତି କମରେ ଆମେ କେତେଟା କଲେଜ ପାଇଁ ଆପ୍ଲାଏ କରିପାରିବା ଏବଂ କେଉଁଠାରେ ଆବେଦନ କରିବା, ଏସବୁ ମାନେ ଆପଣଙ୍କ ମନରେ ଯେଉଁ ସବୁ ଡାଉଟ୍ ଅଛି ଆମେ ଏ ଭିଡ଼ିଓରେ ଆଜି ଜାଣିବା। ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ ଏବେ ସବସ୍କ୍ରାଇବ୍ କରନ୍ତୁ, ଆପଣଙ୍କ ସାଙ୍ଗସାଥିରେ ସେୟାର କରନ୍ତୁ ଯେଉଁମାନେ +2 ପାଇଁ ଆଡ଼ମିସନ୍ କରିବା ପାଇଁ ଅପେକ୍ଷା କରିଛନ୍ତି ସେମାନେ ଯେମିତି ଠିକ୍ ତଥ୍ୟଟି ଜାଣିପାରିବେ। ଆପଣ ଏଇ ଭିଡ଼ିଓରେ ମୁଁ ସବୁ କିଛି ଡାଉଟ୍ କ୍ଲିୟର କରିଦେବି, ଆପଣ ଦ୍ୱିତୀୟ ଭିଡ଼ିଓ ଦେଖିବାକୁ ଆପଣଙ୍କୁ ପଡ଼ିବ ନାହିଁ। ଆମେ ଏବେ ଜାଣିବା ଯେ ୱେବସାଇଟ୍ଟି କ'ଣ। ୱେବସାଇଟ୍ଟିକୁ ଜାଣିବା ପୂର୍ବରୁ ଆମେ ଆଗ ଜାଣିବା କେବେ ଆବେଦନ ହେବ। ଆବେଦନ ମାନେ ଆଜି 24/5/2025 ଦିନ 2ଟାରୁ ଆରମ୍ଭ ହେବ। ଆପଣମାନଙ୍କ ହାତରେ ରହିବ କେତେ ଦିନ ଏବଂ ଏହାର ଶେଷ ତାରିଖ କେବେ ନା ଶେଷ ତାରିଖ 30/6/2025। ଆପଣଙ୍କ ହାତରେ ବହୁତ ସମୟ ଅଛି, ମାନେ 24/5/2025 ଠାରୁ 30/6/2025 ପର୍ଯ୍ୟନ୍ତ ଆବେଦନ ହେବ। ଆପଣଙ୍କ ହାତରେ ବହୁତ ସମୟ ଅଛି। ଆପଣମାନେ ହଡ଼ବଡ଼ ନ ହୋଇକି ଫର୍ମଟିକୁ ଭୁଲ ଭାଲରେ ଆବେଦନ କରନ୍ତୁ ନାହିଁ ଶୀଘ୍ରରେ। ଆପଣ ଭାବିଚିନ୍ତି ସବୁ ଦେଖିକିରି ଠିକ୍ ସେ ଆବେଦନ କରନ୍ତୁ। ସମୟ ବହୁତ ଅଛି, ସେମିତି ବ୍ୟସ୍ତ ହେବା ଦରକାର ନାହିଁ। ଆମେ ଏବେ ଜାଣିବା ମାନେ କେଉଁ ୱେବସାଇଟ୍ରେ ଆବେଦନ ହେବ। ୱେବସାଇଟ୍ଟି ହେଉଛି samsodisha.gov.in ଆପଣ ଏଇ ୱେବସାଇଟ୍ ଯାଇକି ସବୁ କିଛି ଚେକ୍ କରିପାରିବେ ଏବଂ ସମ୍ପୂର୍ଣ୍ଣ ତଥ୍ୟ ଏଇ ୱେବସାଇଟ୍ରେ ଅଛି। ଆପଣ ମଧ୍ୟ ଆବେଦନ କରିପାରିବେ ଏବଂ ସବୁ ଡିଟେଲ୍ ଏଇ ୱେବସାଇଟ୍ରୁ ଜାଣିପାରିବେ। ଏବଂ ଆମେ ଯଦି ଦେଖିବା ଏହାର ଫାର୍ଷ୍ଟ ସିଲେକ୍ସନ୍ କେବେ ହେବ, ଆବେଦନ ତ 24/5/2025ରୁ 30/6/2025 ଯାଇକି ଗଲା ଏବଂ ଯଦି ଦେଖିବା ଆର ହେଉଛି ଫାର୍ଷ୍ଟ ସିଲେକ୍ସନ୍ ଯେଉଁ ଆମେ ଆବେଦନ କଲେ ତାପରେ କେଉଁ କଲେଜରେ ଆମର ସିଲେକ୍ସନ୍ ଆସିଲା ଏଇଟା କେବେ ଜାଣିବା ନା 7/7/2025ରେ ଆମେ ଜାଣିପାରିବା ଆମର ଫାର୍ଷ୍ଟ ସିଲେକ୍ସନ୍ କେଉଁ କଲେଜରୁ ଆସିଅଛି। ତାପରେ ଆମର ହେଉଛି 8/7ରେ ମାନେ ଆମେ ନେଇକରି କଲେଜରେ ଆଡ଼ମିସନ୍ ପାଇଁକା ଆମର ଡେଟ୍ ଆସିଥିବ। ସେଥିରେ ଯେବେ ଆମେ ଆଡ଼ମିଟ୍ ଯେଉଁ ଇଣ୍ଟିମେସନ୍ ଲେଟର୍ ଯେତେବେଳେ ଡାଉନଲୋଡ଼୍ କରିବା 7 ତାରିଖରେ ଯେବେ ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ଼୍ କରିବା 7/7ରେ ଯେତେବେଳେ ଡାଉନଲୋଡ଼୍ କରିବା 8 ତାରିଖରେ ଯାଇକି ଆମେ ଡକୁମେଣ୍ଟ ସହକାରେ କଲେଜରେ ଆମେ ତାକୁ ସବମିଟ୍ କରିବା ଆଡ଼ମିସନ୍ ପାଇଁକା। ଏବଂ 8/7ରେ ଆଡ଼ମିସନ୍ ଡାଟା ଅପଡେସନ୍ ବାଇ ଫାର୍ଷ୍ଟ ସିଲେକ୍ସନ୍ ଆପ୍ଲିକାଣ୍ଟ ଏରର୍ କରେକ୍ସନ୍ ବାଇ ହାୟର ସେକେଣ୍ଡାରୀ ସ୍କୁଲ ଇନ୍ ଦ ସାମ୍ସ ସ୍ପେସ୍ରେ ସେମାନେ ତାଙ୍କର କରିବେ। ଏବଂ 9 ତାରିଖରେ ଦେଖନ୍ତୁ ଯେଉଁ କଲେଜରେ ଆପଣ ଫାର୍ଷ୍ଟ ସିଲେକ୍ସନ୍ ଆସିଥିବ ଆପଣ ଯଦି ସେ କଲେଜରେ ଆଡ଼ମିସନ୍ ପାଇଁ ଚାହୁଁନାହାନ୍ତି ଏବଂ ଇଚ୍ଛୁକ ନାହାନ୍ତି ସେ 9/7/2025ରେ ଆପଣ ସାଇଡ୍ ଅଫ୍ ପ୍ରକ୍ରିୟାରେ ଭାଗ ନେଇପାରିବେ। ଭାଗ ନେଇକି ନିଜ ମନ ପସନ୍ଦର କଲେଜରେ ଆପଣ ଆଡ଼ମିସନ୍ କରିପାରିବେ। ଏବଂ 21/7/2025 ସେକେଣ୍ଡ ସିଲେକ୍ସନ୍ ପାଇଁ ଡାଉନଲୋଡ଼୍ ହେବ ଇଣ୍ଟିମେସନ୍ ଲେଟର୍। ସେହିପରି ତାର ଆଡ଼ମିସନ୍ ତାର ମଧ୍ୟ ସବୁ ଯେମିତି ଆମର ଫାର୍ଷ୍ଟ ସିଲେକ୍ସନ୍ରେ ଚାଲିଥିଲା ସେଇଭଳି 21ରେ ପୁଣି ସେକେଣ୍ଡ ସିଲେକ୍ସନ୍ ସେମିତି ଆଡ଼ମିସନ୍ ସେମିତି ସବୁ କିଛି ଚାଲିବ। ଆମେ ଏଇଠି ଯଦି ଡକୁମେଣ୍ଟ ହିସାବରେ ଦେଖିବା ଡକୁମେଣ୍ଟ ହିସାବରେ ତ ବହୁତ ଏତେ ଡକୁମେଣ୍ଟ ଅଛି। ଦେଖନ୍ତୁ ବହୁତ ଡକୁମେଣ୍ଟ ଅଛି। ଏସବୁ ଡକୁମେଣ୍ଟ ଯଦି ଆମ ପାଖରେ ନାହିଁ ଆମେ କ'ଣ ଆବେଦନ କରିପାରିବାନି? ନାହିଁ, ଆବେଦନ କରିପାରିବା। ଆବେଦନ କରିବା ପାଇଁ ଅତି କମରେ ପାଖରେ ଥିବା ଦରକାର ପାସବୁକ୍, ବ୍ୟାଙ୍କ ପାସବୁକ୍ ଏବଂ ମୋବାଇଲ ନମ୍ବର, ପାସ୍ ଫଟୋ ଏବଂ ଆଧାର କାର୍ଡ଼, ଆଡ଼ମିଟ୍ କାର୍ଡ଼ କିମ୍ବା ଡିଜିଟାଲ୍ ସାର୍ଟିଫିକେଟ୍ ଯେଉଁ 10th ପିଲାଙ୍କର ଡିଜିଟାଲ୍ ସାର୍ଟିଫିକେଟ୍ ଥିଲେ ବି ହେବ, ଆଡ଼ମିଟ୍ କାର୍ଡ଼ ଥିଲେ ବି ହେବ। ଅତି କମରେ ଆମ ପାଖରେ ଏଇ 5ଟି ଡକୁମେଣ୍ଟ ଥିଲେ ଆମେ ଯୁକ୍ତ 2 ପାଇଁ ଆବେଦନ କରିପାରିବେ। ଏବଂ ଆମେ ଯଦି ଦେଖିବା କାଷ୍ଟ ଇନକମ୍ ରେସିଡେନ୍ସି ଏ 3ଟି ଡକୁମେଣ୍ଟ ଯଦି ଆପଣଙ୍କ ପାଖରେ ଅଛି ଆପଣ ଆବେଦନ ଟାଇମରେ ଦେଇପାରିବେ। ଯଦି ବି ନାହିଁ ଆପଣ ତାକୁ ଛାଡ଼ିକିରି ଆପଣ ଆବେଦନ ସମ୍ପୂର୍ଣ୍ଣ କରିପାରିବେ। ଏହା ମାଣ୍ଡାଟୋରୀ ନୁହେଁ। କିପରି ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ଼୍ କରିବେ ଏବଂ କିଭଳି ଆପଣ +2 ପାଇଁକା ଫର୍ମ ନିଜ ମୋବାଇଲରେ ଆବେଦନ କରିପାରିବେ ଏହି ସବୁ ଜିନିଷ ଏହି ଭିଡ଼ିଓରେ ଆପଣ ପାଇପାରିବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ। ଏବଂ +2 ଯେବେ ଆଡ଼ମିସନ୍ ସରିବ ସ୍କଲାରସିପ୍ କେମିତି ଆବେଦନ କରିବେ ଏବଂ ସ୍କଲାରସିପ୍ର ତାରିଖ କେବେ ସେ ସବୁ ଜାଣିବା ପାଇଁକା ଏହି ଚ୍ୟାନେଲରେ ଜଡ଼ିତ ହୋଇକି ରୁହନ୍ତୁ। ଆଗକୁ ମୁଁ ସବୁ ନୂଆ ନୂଆ ଭିଡ଼ିଓ ଛାଡ଼ିବି।